ବର୍ତ୍ତମାନର ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସି ପହଞ୍ଚିଛି। ପାଟନାଗଡ଼ ବିଜୁ ପ୍ରତିମୂର୍ତ୍ତି ବ୍ଲକ ଛକରେ ସ୍ଥାପନକୁ ନେଇ ବହୁ ବିବାଦ ଥିବାବେଳେ ଆଜି ସକାଳୁ ଜଣେ ବ୍ୟକ୍ତି ବିଜୁ ପ୍ରତିମୂର୍ତ୍ତିକୁ ଜାଳି ଦେଇଥିବା ଦେଖିବାକୁ ମିଳିଛି। ଏହି ବିଜୁ ପ୍ରତିମୂର୍ତ୍ତିକୁ ଜାଳିବା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହା କେହି ପାଟନାଗଡ଼ ସହରକୁ ଅଶାନ୍ତ କରିବାର ପ୍ରୟାସ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି। ଜଣକୁ ଉସ୍କାଇ ଜାଳିବାକୁ ପ୍ରୋତ୍ସାହନ ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏମିତି ପ୍ରବାଦ ପୁରୁଷକୁ ଅସମ୍ମାନ ଦେବା ଏହା ଲୋକଙ୍କ ମଧ୍ୟରେ ବ୍ୟଥିତ କରିଛି। ପରେ ସ୍ଥାନୀୟ ଲୋକେ ଓ ପାଟନାଗଡ଼ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୁଣି ଥରେ କହି ରଖୁଛୁ, ପାଟନାଗଡ଼ ବିଜୁ ପ୍ରତିମୂର୍ତ୍ତି ବ୍ଲକ ଛକରେ ସ୍ଥାପନକୁ ନେଇ ବହୁ ବିବାଦ ଥିବାବେଳେ ଆଜି ସକାଳୁ ଜଣେ ବ୍ୟକ୍ତି ବିଜୁ ପ୍ରତିମୂର୍ତ୍ତିକୁ ଜାଳି ଦେଇଥିବା ଦେଖିବାକୁ ମିଳିଛି। ଏହି ବିଜୁ ପ୍ରତିମୂର୍ତ୍ତିକୁ ଜାଳିବା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହା କେହି ପାଟନାଗଡ଼ ସହରକୁ ଅଶାନ୍ତ କରିବାର ପ୍ରୟାସ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି। ଜଣକୁ ଉସ୍କାଇ ଜାଳିବାକୁ ପ୍ରୋତ୍ସାହନ ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏମିତି ପ୍ରବାଦ ପୁରୁଷକୁ ଅସମ୍ମାନ ଦେବା ଏହା ଲୋକଙ୍କ ମଧ୍ୟରେ ବ୍ୟଥିତ କରିଛି। ପରେ ପାଟନାଗଡ଼ ପୋଲିସ ଓ ସ୍ଥାନୀୟ ଲୋକେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଦେଖିବାକୁ ମିଳିଛି। ପାଟନାଗଡ଼ରୁ ମିର୍ଚା ନ୍ୟୁଜ୍ ଟିମ୍ ବ୍ୟୁରୋ। Hola.